ରାତି 9ଟା 10ଟା ବେଳେ ସେ ଡ୍ୟୁଟି ଫେରିକି ଯେତେବେଳେ ଶୋଇଥିଲେ ସାଙ୍ଗ ମାନେ ଫୋନ କଲେ କି ନରଣପୁର ଅପରା ହଉଛି କେତେ ଆସିବୁ ନା ଆଇ ସେ କହିଲେ କି ନରଣପୁରରେ ଅପରା ହଉଛି ଯେ ମୋର ପଇସା ନାହିଁ ଯଦି ଦେବ ଯିବି ସେ କହିଲେ ଆଇ ତୋର ଖର୍ଚ୍ଚଟା ଆମେ ଦବୁ ଟିକେଟ ଦବୁ ଆଇ କହିଲେ ବେଳକୁ ସେ ସେଇ 9:30 ପାଖାପାଖିରେ ଯାଇକି ସେଠି ଦେଖିଲେ ମତେ ଫୋନ କଲେ ଯେ ମୁଁ ଯାଉଛି ଅପରା ମୁଁ ମନା କଲି କହିଲେ ସାଙ୍ଗମାନେ ତ ଦଉଛନ୍ତି ଆଉ ଯାଇ ଦେଖିକି ପଳେଇ ଆସିବି ସକାଳେ ପଳେଇ ଆସିବି ତାପରେ ଗଲେ ସେ ରାତିରେ ଯାଇକି ସେଠି ଅପେରା ଦେଖିଲେ ଗୋଟେ ବେଳେ ଫେସବୁକ ରେ ଫଟୋ ବି ଅପଲୋଡ କରିଛନ୍ତି 3 ଜଣ ହେଇକି ତାପରେ ସକାଳେ ଯେତେବେଳେ ମୁଁ ଫୋନ କଲି ଫୋନ ଉଠେଇଲେନି ଠିକ 8:30 9ଟା ପାଖାପାଖିରେ ଫୋନ କଲି ବେଳେ ଫୋନ ରିସିଭ କଲେ ଆଉ କହିଲେ ଯେ ମତେ ଆଣିକି କୋଉଠି ରଖିଛନ୍ତି ଯେ ମୁଁ ଜାଣିପାରିଲିନି ଘରକୁ କେମିତି ଯିବି ଫୋନଟା କାଟିଦେଲେ ମୁଁ ଫୋନ କଲି ତାଙ୍କ ସାଙ୍ଗଟାକୁ ସିଏ ମୋର ଫୋନ ଟା ଉଠେଇଲାନି 50 ଥର ଖଣ୍ଡେ କଲି ଫୋନ ସକାଳୁ ଉଠେଇଲାନି ଗଲା ତାପରେ ପୁଣି ତାଙ୍କୁ 12ଟା ବେଳେ ଫୋନ କଲି ମୁଁ କହିଲି ଗଲ କି କହିଲା ନାଇଁ କିଏ ଅଛନ୍ତି ନା ନାଇଁ ସାଙ୍ଗ କହିଲା ଅଜୟ ଆସିଛି ଆଉ ମତେ ହଉଛି ଖାଇବା ପାଇଁ ପଚାରୁଛି ଯେ ମୁଁ ଖାଇବିନି ବୋଲି କହୁଛି ଆଉ ଯାଇନି ଆଉ ଯିବି ମୁଁ କହିଲି ଭିଡିଓ କଲ କରିକି ଦେଖାও କହିଲେ ଗୋଟେ ଘର ଦେଖେଇଲେ ସେଇଠି ମାର୍ବଲ ପଡିଥିଲା ଧଳା ମାର୍ବଲ ପଡିଥିଲା ଗେଟ୍ ଲାଗିଥିଲା ବାରଣ୍ଡାରେ ଶୋଇଥିଲେ ମୁଁ ପାଟି କଲି ଘର ଅଛି କି ପାଇଁ ଶୋଇଛ ବୋଲି ତାପରେ ପୁଣି ହଁ ମୁଁ ପଳେଇବି କହିକି ଫୋନ ଟା କାଟିଦେଲା ଆଉ ଫୋନ ଉଠେଇଲେନି ତାଙ୍କ ସାଙ୍ଗକୁ ମୁଁ ବହୁତ ଥର ଫୋନ କଲି ଆଉ ଫୋନ କଲା ଭିତରେ ସେ ମୋ ନମ୍ବରଟି ବ୍ଲକ ପକେଇଦେଲେ ଯେ କି ଆଉ ଫୋନ ଲାଗିଲାନି ତାଙ୍କ ପାଖକୁ ଆଉ ମୋ ପାଖରେ ଆଉ କାହାରି ନମ୍ବର ବି ନାହିଁ ମୁଁ ଜାଣିପାରିଲିନି ତାପରେ ସନ୍ଧ୍ୟା 5ଟା ବେଳେ ମୁଁ ଯେତେବେଳେ ଫୋନ କଲି ସେତେବେଳେ କିଏ ଗୋଟେ ମୋବାଇଲ ତାଙ୍କର ଉଠେଇକି କହିଲା କି ଆଉ ସିଏ ରେଷ୍ଟ ନଉଛନ୍ତି କି ପାଇଁ ଏତେ ଫୋନ କରୁଛ ମୁଁ କହିଲି ରେଷ୍ଟ ନଉଛନ୍ତି ମୁଁ କଥା ବି ଦିଅ ସେତିକି କହିଲାରୁ କାଟିଦେଲା ଦେଇକି ପୁଣି ଆଉଥରେ କଲି ବେଳକୁ କହିଲା ଯେ ରେଷ୍ଟ ନଉଛନ୍ତି ତାକୁ କଲି ଫୋନ କରୁଛ ସେ କଥା ହେଇପାରିବେନି ସେ ରେଷ୍ଟ ନଉଛନ୍ତି କହିଲେ କାଟିଦେଲା ମୋବାଇଲ ସୁଇଚ ଅଫ୍ କରିଦେଲା ଆଉ ତାଙ୍କୁ ଗୋଟେ ଫୋନ ଲାଗିଲାନି ସେଇଠୁ ମୁଁ ଛାନିଆ ହେଇକି 7:30 ପାଖାପାଖିରେ ଆଉ ମୋ ନଣନ୍ଦ ମୋବାଇଲରେ ରିଚାର୍ଜ କରିକି ତା ମୋବାଇଲ ନମ୍ବରରୁ ମୁଁ ଯେତେବେଳେ ସେଇ ଘରକୁ ଫୋନ କଲି ସିଏ ଉଠେଇଲା ମୁଁ କହିଲି କୋଉଠି ଅଛି ସିଏ ତମେ ତାକୁ ଦେଖିନି କି ସିଏ କହିଲା ମୁଁ ଦେଖିନି ମୁଁ କହିଲି ତମେ ତାକୁ ନେଇକି ଛାଡିଥିଲ ହଁ ଛାଡିଥିଲି ଯେ ସେଠି ନାହିଁ କୁଆଡେ ଗଲା ନା ମୁଁ ଜାଣିନି ତାକୁ ଦେଖିନି ମୁଁ କହିଲି ତମେ ଯଦି ତାକୁ ନାହିଁ ଦେଖି ବୋଲି କହୁଛ ତବେ ନେଇଥିଲ ଭଲ ହବରେ ତାକୁ ବୁଝିକି ବାହାର କର ସେଇଠି କହିଲା ଏଇଠି ପଡିଛି ଯେ ମାନେ ଏଇଠି ତ ଅଚେତ ଅଛି କିଛି ଚାଲୁ ନାହିଁ ଡେଥ ହେଇଯାଇଛି ବୋଧେ ଆଉ ସେଇ ନରମ ହଡା ଗୋଟେ ପଡୁଥିଲା ଆଉ ଡେଥ ହେଇଯାଇଛି ବୋଧେ ଆଉ ତମର କିଏ ଆସନ୍ତୁ ନେବେ ମୁଁ କହିଲି ପାଣି ଫାଣି ଛାଟାଛୁଟି କର ନହେଲେ ଆମ୍ବୁଲାନ୍ସ କୁ ଡାକ ମୋ ନଣନ୍ଦ ପାଟି କଲା ବେଲେ ଆମ୍ବୁଲାନ୍ସ କୁ ଡାକିକି ଟିକେ ଭାଇ ଏତେ ନିର୍ଦୟ କଣ ପାଇଁ ହଉଛ ଏମିତି କହିଲାରୁ ଆମ୍ବୁଲାନ୍ସ କୁ ସିଏ ଫୋନ କଲା ଆମ୍ବୁଲାନ୍ସ ବାଲା ସେଠି ଯାଇକି ପହଞ୍ଚିଲା ଦେଖିକି ମରିଯାଇଛି ଲୋକଟା ଦେଖିକି ପୁଲିସ ବାଲାକୁ ଫୋନ କଲା ପୁଲିସ ସାର୍ ମାନେ ଯାଇକି ପହଞ୍ଚିକି ସେଇଠି ଫୋନ କଲେ ମତେ ମୁଁ କଥା ହେଲି ମୁଁ କହିଲି ହଉ ସାଙ୍ଗ ଡାକିଥିଲେ ସେମାନେ ଅପେରା ଦେଖିବା ପାଇଁ ଘରେ ନ ଛାଡିକି ସେଠି ଛାଡିଦେଲା ଦେଇକି ଫୋନ ଉଠେଇଲେନି ମୋର ଫୋନ ବ୍ଲକ କରିଦେଲେ ଆଉ ଏଇନା କହୁଛନ୍ତି ଡେଥ ହେଇଯାଇଛି ଏଇଭଳିଆ କହିଲାରୁ ସେ ତାଙ୍କୁ ନେଇକି ଥାନାରେ ରଖିଛନ୍ତି ଆଉ ମୋ ସ୍ୱାମୀକୁ ମେଡିକାଲ ଆଣିଲେ ମୃତ ଘୋଷଣା କଲେ ତାଙ୍କୁ ଆଣିକି